ପିଲାମାନେ ଏବେ ଆମେ କଣ କରିବା? ଆଜି ଆମେ ଗୋଟେ ନାଇଁ ଗପ ଶୁଣିବା। କୋଉ ଗପ ଶୁଣିବା? ନାଇଁ ସେଟା ତ ରାଣୀ, ସେଟା ଗୀତଟା। ଆମେ ଗପ ଶୁଣିବା ହେଲା। ଷ୍ଟୋରି ଶୁଣିବାକୁ କାହାକୁ ଭଲ ଲାଗେ? ସମସ୍ତେ ଭଲ ଲାଗେ? ହଉ ଆଜି ଆମେ ଗୋଟେ ଭଲ ଗପ ଶୁଣିବା ହେଲା। ଗପର ନାଁ କିଏ ଶୁଣିଛ? ବଉଳା ଗାଈ। ତମେ ଶୁଣିଛ? ତମେ ଶୁଣିଛ? ତମକୁ ଗପ କିଏ ଶୁଣାନ୍ତି? ଜେଜେମା, ବାପା ମା ଆମକୁ ସମସ୍ତେ ଗପ ଶୁଣାନ୍ତି କି ନାଇଁ? ହଉ ଆଜି ମୁଁ ତମକୁ ଗୋଟେ ଗପ ଶୁଣାଉଛି ହେଲା। ଗପର ନାମ କଣ? ବଉଳା ଗାଈ। କଣ ଗପ ଶୁଣିବା ଆଜି? ହଉ କହୁଛି ହେଲା। ଗୋଟେ ବାଘଟେ ଥିଲା। ବାଘ କୋଉଠି ରୁହେ? ବାଘ କଣ ହେଇଛି ନା ଦିନେ ଭୋକ ଲାଗେ ହେଲା। ସେ କଣ ଖାଇବ ଭାବିକି ସବୁଆଡେ ଖୋଜୁଛି ଖାଇବା ପାଇଁ। ବାଘ କଣ ଖାଏ? ମରି ଯାଇଥିବା ମାଛ, ମାଂସ ସେ ତା ନିଜ ଶିକାର କରିକି ଖାଏ ହେଲା। ବାଘ ସବୁବେଳେ ଶିକାର କରେ ଆଉ ଖାଏ। ସେ 3 ଦିନ ହବ କିଛି ଖାଇନଥିବ। ବାଘ କଣ ହେଇଛି ନା ବହୁତ ଜୋରେ ଭୋକ ଲାଗିଛି ହେଲା। ସେ ଖାଇବ ବୋଲି କଣ କରିଛି ନା ଜଙ୍ଗଲ ପାଖକୁ ଆସିଛି। ଜଙ୍ଗଲ ପାଖରେ ଦେଖୁଛି, ଅପେକ୍ଷା କରିଛି ଗାଈ ମାନେ କେତେବେଳେ ଚରି ସାରିବେ, ତାଙ୍କ ଘରକୁ ଯିବେ, ସେଇ ସମୟରେ ସେ ଖାଇବ କହିକି ସେ କଣ କରିଛି? ଗୋଟେ ବଡ଼ ଗଛ ମୂଳେ ସେ ଶୋଇଛି। ଏପଟେ ଗାଈ ମାନେ ସବୁ କଣ କରୁଛନ୍ତି? ସକାଳୁ ଆସିଛନ୍ତି ଘାସ ଖାଇବା ପାଇଁ, ଆଉ ସନ୍ଧ୍ୟା ହେଲେ ସିଏ ଘରକୁ ଯିବେ। ବାଘ ତା ଜାଗାରେ ଅପେକ୍ଷା କରିଛି। ସନ୍ଧ୍ୟା ହେଲା, ଗାଈ କଣ କଲା ନା ହଉଛି ଘରକୁ ଯିବ ବୋଲି ତା ବାଟର ଯାଉଥିଲା। ହଠାତ୍ ବାଘର ଆଖି ଗାଈ ଉପରେ ପଡ଼ିଲା। ବାଘ ଗାଈକୁ କଣ କହିଲା? ଆଜି ମୁଁ ଖାଇବି। ଗାଈ କଣ କଲା ନା ଗାଈ ବାଘକୁ ବହୁତ ରିକ୍ୱେଷ୍ଟ କଲା। କହିଲା ମୁଁ ଘରେ ମୋର କଅଁଳା ବାଛୁରୀକୁ ଛାଡ଼ି ଦେଇକି ଆସିଛି। ସେ ସକାଳୁ କ୍ଷୀର ଖାଇନି। ମୁଁ ଘରକୁ ଗଲେ ସେ କ୍ଷୀର ଖାଇବ। ସେ ମତେ ଅନେଇକି ବସିଛି। ମୁଁ ଘରକୁ ଯାଇକି ତାକୁ କ୍ଷୀର ଦେବି। ବାଘ କହିଲା ନାଇଁ, ମୁଁ 3 ଦିନ ହବ କିଛି ଖାଇନାହିଁ। ମତେ ବହୁତ ଭୋକ ହଉଛି। ଆଜି ମୁଁ ତମ ଶିକାର କରିବି ଆଉ ପେଟ ପୁରା ଖାଇବି। ଗାଈ କହିଲା ନା ବାଘ ଭାଇ ମତେ ତମେ ଖାଅ ନାହିଁ। ମୁଁ ଘରକୁ ଯାଇକି ମୋ କଅଁଳା ଛୁଆକୁ କ୍ଷୀର ଦେଇକି ଆସିବି, ତାପରେ ତମେ ଖାଇବ। ବାଘ ବିଶ୍ୱାସ କରିପାରୁନି ଗାଈ ଉପରେ। ବାଘ ଭାବୁଛି ଗାଈ ଥରେ ଗଲେ ସେ କଣ ଆଉ ଆସିବ? ସେ କଣ ମତେ ଆଉ ତାକୁ ଖାଇବାକୁ ଦବ? ତ ଗାଈ ଯେତେ ବୁଝେଇଲା ପରେ ବାଘ କହିଲା ହଉ ଠିକ ଅଛି, ମୁଁ ଏଇଠି ତମକୁ ଅପେକ୍ଷା କରିକି ବସୁଛି। ତମେ ଘରକୁ ଯିବ, ତମ କଅଁଳା ବାଛୁରୀ ଛୁଆକୁ କ୍ଷୀର ଦେଇକି ଆସିବ, ତାପରେ ମୁଁ ତମକୁ ଖାଇବି। ଠିକ ଅଛି। ତାପରେ କଣ ହେଲା? ଗାଈ କଣ ହେଲା ନା ଘରକୁ ଗଲା, ତା ଛୁଆକୁ କ୍ଷୀର ଦେଲା। ଆଉ ତା ଛୁଆକୁ କହିଲା ମୁଁ ବାଘ ସେଠି ବସିଛି, ସେ ଆସିଲେ କଣ କରିବ? ସେ ମତେ ଖାଇବ। ମୁଁ କ୍ଷୀର ଖାଇସାରିଲେ ବାଘ ପାଖକୁ ଯିବି। ସେଠୁ କଣ ହେଲା? ବାଛୁରୀ ଛୁଆଟି କ୍ଷୀର ଖାଇଲା। ତାପରେ ଗାଈ କଣ କଲା? ବାଘ ମାମୁଁ ପାଖକୁ ପୁଣି ଗଲା। ବାଘ ମାମୁଁ ବସିକି ରହିଛି। ଗାଈ ଆସିଲେ ସେ ଖାଇବ ବୋଲି ଗାଈ ଯାଇକି ପହଞ୍ଚିଲା। ଯେତେବେଳେ ଗାଈ ଯାଇକି ପହଞ୍ଚିଛି, ଗାଈ କଣ ଦେଖିଲା? ବାଘ ମାମୁଁ ଗଛ ତଳେ ଶୋଇଛି। ସେ ଯାଇକି ଡାକିଲା। କଣ ଡାକିଲା? ବାଘ ମାମୁଁ ଉଠ, ମୁଁ ମୋ ବାଛୁରୀ ଛୁଆକୁ କ୍ଷୀର ଦେଇକି ଆସିଲିଣି, ତମେ ମତେ ଏବେ ଖାଅ। ବାଘଟେ ଦେଖିଲା ଏ ଗାଈଟା ତ ତାର କଥା ରଖିଲା, ସତ କଥା କହିଲା। ସତ କଥା କହିକି ତା ଛୁଆକୁ କ୍ଷୀର ଦେଇକି ଆସିଛି। ମୁଁ କଣ
तुमको खाइले मु तुमको खाइदेनी तमे तुम छुआ पाखक फेरी जाओ। गाईटी कौन कला साधु मामू को धन्यवाद कहला धन्यवाद देकी तार घर को फेरी गला छुआ बाछी कणा बाछी गपटी तुम कौन शिखिल गपटी आम या शिखिले जे सब बेले आम आमर सत्य कथा कहवा सत्य वचन कहवा सत्य कथा कहवा क्या ठकवा ना आम जदि क्या ठीक कथा कहवा सत्य कथा कहवा क्या साहाय्य करवा भगवान आमको केवे भी असुविधा पकेबे। ठीक अच्छे तो कौन कहवा आम सब बेले सत्य कहवा जमी गाय तार सत्य वचन रक्षा करके बाघ मामा पाखक आसला से आम समस्त को